ଜାଗର ଲାଗି ସଜେଇ ହୋଇଗଲାଣି ଶୈବ ପୀଠ। ସାଧାରଣତଃ ଜାଗରରେ ମାଟି ଦୀପର ଚାହିଦା ରହିଥାଏ। ଜାଗରକୁ ଦୃଷ୍ଟିରେ ରଖି କାରିଗରମାନେ ମାଟି ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି। ବଜାରରେ ଫ୍ୟାନ୍ସି ଦୀପ, କଲିକତା ମାଟି ଦୀପ ଥିଲେ ମଧ୍ୟ ଦେଶୀ ପଦ୍ଧତିରେ ମିଳୁଥିବା ମାଟି ଦୀପକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଗ୍ରାହକଙ୍କ ଅର୍ଡର ଅନୁଯାୟୀ କୁମ୍ଭାରମାନେ ଛୋଟ ବଡ଼ ଦୀପ ତିଆରି କରୁଛନ୍ତି। କୁମ୍ଭାକାର କାରିଗରମାନେ ସରସ୍ୱତୀ ପୂଜାଠାରୁ ମାଟି ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି। କାରିଗରମାନଙ୍କୁ ଫୁର୍ସତ ନାହିଁ। ଦୀପ ତିଆରି କରିବା ପରେ ଭାଟିରେ ପୋଡ଼ି ରଙ୍ଗ ଦିଆଯାଇଥାଏ। ମାଟି ଦୀପ ପ୍ରସ୍ତୁତିକୁ ନେଇ କାରିଗରମାନେ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ବୀରେନ୍ଦ୍ର ବେହେରା ଆମର ଏ 50 ବର୍ଷ ଆମେ ବନେଇଲୁଣି ମାଟି ଦୀପ। ଆମେ ବନଉଛୁ, ଏବେ ବି ବନଉଛୁ। ସେଇଆ ଚାଲିବ ଆମର। ସେ କାଲକାଟା ଦୀପ ତ ଆମର ଏ ଦୀପଟା ବେଶୀ ଡିମାଣ୍ଡ ଅଛି। ଦୀପର ମୂଲ୍ୟ କ'ଣ ରହୁଛି? ଦୀପର ମୂଲ୍ୟ ଅଛି, ଗୋଟେ ଅଛି 60 ଭାଗ, ଗୋଟେ ଅଛି 70 ଭାଗ, ଗୋଟେ ଅଛି 80 ଭାଗ, ଆଉ ଗୋଟେ 120 ଭାଗ ଅଛି। ଅଛି ବଡ଼ କାଳ ଦୀପ ହେଲେ 15 ଟଙ୍କାରୁ ଅଧିକା। ଆଉ ଛୋଟ ଦେବାଲ ଦୀପ ଆମ ସେ ହେଉଛି ଟଙ୍କା 20 ପଇସା। ମନ୍ଦିର ଦୀପ ହେଉଛି 60 ଟଙ୍କା, ମାନେ ଗୋଟା 60 ପଇସା। ଆଉ ତା ତଳେ ମଧୁଆ ଦୀପ ହେଲେ 80 ଟଙ୍କା, ଗୋଟାକ 80 ପଇସା। କେତେ ବର୍ଷ ହେଲା ବନଉଛ? ଆମେ ବନେଇଲୁ 50 ବର୍ଷ ହେଲା। କୋଉଠୁ ଆଣୁଛନ୍ତି ମାଟି? ଆମେ କିଣିକି ଆମେ ଆଣୁଛୁ ନଦୀରୁ। ଆଉ ମାଟି ସୁବିଧା ନାହିଁ। ଯାହା ମାଟି ଆମେ ସୁବିଧା ଆଣୁଥିଲୁ, ଏଠି ସବୁ ଯୋଉ ବାହାର ଲୋକ ଆସି ଘର କରିଗଲେ, ସେ ସବୁ ମାଟି ସବୁ ଘର କରିଗଲେ। ଆଉ ଏଠି ମାଟି ଆମେ ପାଉନୁ। ବର୍ତ୍ତମାନ ମାଟି ପାଇଁ ଆସିବୁ ଆମ କାଠ ଜୋରି କାଠ କାଞ୍ଚି କୋଉଠି ଦେଖିବୁ, ଲୋକ ଲଗେଇବୁ, ଲୋକ ଲଗେଇକି ଆମେ ଖୋଳିବୁ। ସେମିତି ଆମର ଡିମାଣ୍ଡ କିଛି ନାହିଁ। ଆମର ଏଇ ସିଜିନ ଟାଇମରେ 10,000 20,000 ଆମେ ବିକ୍ରି କରୁଛୁ, ଦଉଛୁ। ଇଏ ତିଆରି କରି ବିକ୍ରି କରୁଛୁ, ବେପାରୀ ନେଉଛନ୍ତି। ଆମ ଦୋକାନ ଧରିଛୁ, ଦୋକାନୀକି ଦଉଛୁ। ତାପରେ ଆମ ଖାଉଟି ଯୋଉମାନେ ଘରେ, ସେମାନଙ୍କୁ ବି ଆମେ ଚାଉଳିଆ ତ ମେନ୍ ମୋର। ଆଉ ଚାଉଳିଆ ଏଟା ସାରା ଟୋଟାଲ ଏମୁଠୁ ସେମୁଠ ପର୍ଯ୍ୟନ୍ତ ମୋର ସବୁ ଦାୟିତ୍ୱ ମୋର। ଆଉ ଏସବୁ ମନ୍ଦିର ଦୀପ। ଆଉ କାଲକାଟା ଦୀପ ଚାହିଁ ଆମର ଏଇ ଯୋଉ ଦୀପ ମାଟି ଦୀପ ତିଆରି କରୁଛୁ, ଏତେ ଡିମାଣ୍ଡ ହେଲା ଆର ବେଶୀ। ଯୋଉ ଦେଖିବା ସୁନ୍ଦର, କିନ୍ତୁ ୟା ମଧ୍ୟରୁ ସିଏ ଆସିବନି। କଟକରୁ ଦୀପଙ୍କ ରିପୋର୍ଟ, ନ୍ୟୁଜ୍ 18 ଲୋକାଲ।